ଏ ସଂସାରରେ ପ୍ରତ୍ୟେକ ଜୀବଜନ୍ତୁ କୀଟ ପଶୁ ପକ୍ଷୀ ସମସ୍ତଙ୍କ ଭିତରେ ଜ୍ଞାନ ଅଛି। ଏ ସଂସାରରେ କେହି ଜଣେ ଅଜ୍ଞାନୀ ନୁହନ୍ତି। ଆମେ ସମସ୍ତେ ଜାଣିଛନ୍ତି ଏ ସଂସାର ଭିତରେ ସମସ୍ତଙ୍କର କିଛି ନା କିଛି ଜ୍ଞାନ ଅଛି। ନା ଯିଏ ଯେଉଁ ଜ୍ଞାନକୁ ଯେଉଁଭଳି ଯେଉଁ ବାଟରେ ଲଗେଇ ପାଇଲା। ଯେମିତି ଜଣେ ମଣିଷ ନା ଜଣେ କ'ଣ କରେ, ସିଏ ତାର ଜୀବ ମାରି ତା ନିଜ ପରିବାରକୁ ପ୍ରତିପୋଷଣ କରେ। ଆଉ ଜଣେ କ'ଣ କରେ ନା ତାର ଯେକୌଣସି ବୃତ୍ତିକୁ ନେଇକି ସେ ପେଟ ପୋଷେ। ବ୍ରାହ୍ମଣର କର୍ମ କରି ତା ପେଟ ପୋଷେ। ସନ୍ନ୍ୟାସ ମାନେ ତାଙ୍କ କର୍ମ କରି ସେ ତାଙ୍କର ପେଟ ପୋଷନ୍ତି। ତେଣୁ ଏତେ ବଡ଼ ଦାୟିତ୍ୱ ନେଲା ପରେ ସମସ୍ତେ ଏମିତି କେଉଁ ଦାୟିତ୍ୱଟା ରହିଗଲା ଯେ ଆମେ ଭୁଲିଗଲେ ନା ସେ ଦାୟିତ୍ୱ କ'ଣ? ନା ମହାପ୍ରଭୁ ନିଜେ କହିଲେ କର୍ମ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ବାବୁରେ ଯେଉଁ କର୍ମ ତୁ କରୁଛୁ, ତୁ ଯେଉଁ କର୍ମ କରୁଛୁ ସେ କର୍ମର ଫଳାଫଳ ତତେ ଭୋଗ କରିବା ପାଇଁ ପଡ଼ିବ। ଯଦି ତୁ ଭଲ ରୋଷେଇ କରୁଥାଉ ତତେ ରୋଷେଇଆ ବୋଲି ପରିଚୟ ମିଳିଯିବ। ବାବୁରେ ଯଦି ଭଲ ଗୀତ ଗାଉଥାଉ ତତେ ଗୀତିକାର ଭଳି ପରିଚୟ ମିଳିଯିବ। ଯଦି ତୁ ଭଲ ଜଣେ ପଶୁ କଟଣୀ ହେଇଥାଉ ନା ଅତି ସୁନ୍ଦର ଏ ଅଧ ଘଣ୍ଟାରେ 20ଟା ଖଣ୍ଡେ ପଶୁକୁ ହାଣି ଦେଉଛି। ତେଣୁ ମଣିଷ ଚିନ୍ତା କରେ, ବାବାରେ ଏପଟେ କହିଲେ ଭଗବାନ କର୍ମ ହିଁ ତୋର ନିଜ ଗୁରୁ। କର୍ମ ଯାହା କରିବା ଆମେ ଫଳ ପାଇବା। ତେଣୁ ଏ ଜାତୀୟ ମନୋଭାବ ଆସିଲା କୋଉଠୁ? ଆମେ ତ କର୍ମ କରିବା ଫଳ ପାଇବା। ଯିଏ ଯେକୌଣସି କର୍ମ କରିବା ଫଳ ପାଇବ। ତାମାନେ ଜାତି କୋଉଠୁ ହେଲା? ମହାପ୍ରଭୁ କହିଲେ ଜାତି ମଣିଷ ଜାତି ହେଉଛି ଗୋଟିଏ, ମଣିଷ ହେଉଛି ଗୋଟିଏ। ନା ଯେଉଁ ମଣିଷର ଯେଉଁ ପ୍ରକାର ଚିନ୍ତାଧାରା, କିଏ ପାନ ଦୋକାନ କରି ପେଟ ପୋଷୁଛି, କିଏ ପରିବା ଦୋକାନ କରୁଛି, କିଏ ମଣିଷକୁ କାଟୁଛି, କିଏ ବି ଜୀବଜନ୍ତୁକୁ ମାରୁଛି। ଯିଏ ଯେଉଁଭଳି କର୍ମ କରୁଛି ତା କର୍ମର ସେ ଫଳାଫଳ ଭୋଗ କରିବା ପାଇଁ ପଡ଼ିବ। ତେଣୁ ସେଇଥିପାଇଁ ମହାପ୍ରଭୁ କହିଥିଲେ କର୍ମ ତୋହର ନିଜ ଗୁରୁ। ଏଠି କୌଣସି ଜାତି ଭେଦକୁ ନେଇ କଲେନି। ଯିଏ ଯେଉଁ କର୍ମ କରୁଛି ସେ କର୍ମର ଫଳାଫଳ ତାକୁ ହିଁ ଭୋଗ କରିବା ପାଇଁ ପଡ଼ିବ। ତେଣୁ ସତ୍ୟ ପଥେ ଜଗନ୍ନାଥ ମହାପ୍ରଭୁ କହିଲେ ଅନେକ ପ୍ରକାର ଭାବ ସୃଷ୍ଟି କହିଲେ। ଆମେ ବି ଗୀତା ଭାଗବତ ଅନ୍ୟ ପୁରାଣ ସମସ୍ତେ ପଢ଼ୁଛନ୍ତି। ସତ୍ୟ ଯୁଗରେ ମହାପ୍ରଭୁ କୋଉଠି ଥିଲେ? ଦ୍ୱାପରରେ କୋଉଠି ଥିଲେ? ତ୍ରେତୟାରେ କୋଉଠି ଥିଲେ? ଏ ମର୍ତ୍ତ୍ୟରେ ଥିଲେ ନା କୋଉଠି ଥିଲେ? ଯଦିଓ ମର୍ତ୍ତ୍ୟରେ ଥିଲେ, ମର୍ତ୍ତ୍ୟ ମଣ୍ଡଳରେ ଦେହ ବହି ଦେବତା ହେଲେ ବି ମରିବ। ତବେ ତାଙ୍କର ଏ ମରିବାର ଥିଲା। ଆମେ ଜନ୍ମ ହଉତ ମରୁଛନ୍ତି, ଆଉ ତାହେଲେ ଆମେ କାହିଁ ପାପ କରିବାନି? ତାହେଲେ ଆମେ ସମସ୍ତେ ପାପ କରିବା। ମହିମଣ୍ଡଳରେ ଦେହ ବହି ଦେବତା ହେଲେ ମରେ, ସମସ୍ତେ ଦିନେ ଦିନେ ମରିବା। ତେଣୁ କାହିଁକି ଆମେ ପାପ ନ କରିବା? ଏ କଥା ଜାଣିଲା ପରେ ତାହେଲେ ପାପୀ ମାନଙ୍କ ଭିତରେ ଚିନ୍ତା ଚାଲିଲା ନା କ'ଣ ପାପ କରିବା? ଏପଟେ ତ ମହାପ୍ରଭୁ କହିଛନ୍ତି କର୍ମ ତୋର ନିଜ ଗୁରୁ। ଆମେ ଯେଉଁଭଳି କର୍ମ କରିବା ସେଇଭଳି ଫଳ ପାଇବା। ତାହେଲେ ସଂସାର ଭିତରେ ଯିଏ ଯେଉଁ କର୍ମ କରେ, ଆମେ ଯଦି ଗୋଟେ ପରିବାରକୁ ଯିବା, ଗୋଟେ ପରିବାର ଆଇଁଷ ଖାଆନ୍ତି ନାହିଁ, ଗୋଟେ ପରିବାର ମଦ ବର୍ଷରେ କାହିଁ ମନ ବଳାନ୍ତି ନାହିଁ, ଗୋଟେ ପରିବାର ଅଛନ୍ତି ସଦାସର୍ବଦା ତାଙ୍କର ଦେବତାମାନଙ୍କୁ ପୂଜା କରିବାରେ, ଦେବଗଣମାନଙ୍କୁ ପୂଜା କରିବାରେ ସେ ସବୁ ବ୍ୟସ୍ତ ରୁହନ୍ତି। ଆଉ ଗୋଟେ ପରିବାର ରାତି ପାଇଲେ ସେ ଚାହେଁ ମୋ ପରିବାରକୁ ପ୍ରତିପୋଷଣ କରି ଯାଉଛି, ଗୋଟେ କୌଣସି ପରିବା ପତ୍ର ଅନ୍ୟ ଦୋକାନ କରି ପେଟ ପୋଷିବେ। ଆଉ ଜଣେ କୃଷକ ବୋଲି ତାଙ୍କ ନାଁ, ସେ ଜାଣେ ପ୍ରତ୍ୟେକ ଦିନ ରାତି ପାଇଲା ପରେ ଉଠି ଯାଇ ତାଙ୍କ କର୍ମ ସେ କରିବ। ଏମାନଙ୍କ ଭିତରେ କର୍ମ ହିଁ ଭଗବାନ। ୟାଙ୍କ ପାଖରେ ଅଛି କର୍ମ। ତେଣୁ କର୍ମ ଯିଏ ଯେମିତି କର୍ମ କରିବ ଫଳ ପାଇବ। ତାହେଲେ ଜାତି କୋଉଠୁ ଆସିଲା?
ଜାତି କୌଟଳ ଜାତି ଏଇଥିପାଇଁ କରାଯାଇଛି, এইভাবে না বাবুরে তুই এই কর্ম করিবু, তুই এই কর্ম করিবু, তোতে এইভাবে পদবী দিয়াগলা। এ পদবী তোর এই কর্ম, তু ঢোল বজাইবু, তোর ঢুলিয়া। সে গীত গাইব গীতিকার, সে ব্রহ্মচর্য করিব সে হচ্ছে ব্রাহ্মণ। কর্ম বাটি যাইଥିଲେ জাতি নহ। তেଣୁ ମଣିଷ ଜାତି ଭେଦକୁ ନେଇକି ଅନେକ ପ୍ରକାର ହୁଏ। ସେଇଥିପାଇଁ ଜଣେ ସନ୍ନ୍ୟାସ ଲେଖିଥିଲେ, ସର୍ବେ ହୋଇବେ ଏକକାର, ବେଦର ନଥିବ ବିଚାର। ଭଗବାନ କି ଜୟ। ବେଦ ଅର୍ଥ ଏ ଯୋଉ ବେଦ ପୁରାଣ ପର କଥାରେ ଯୋଉ ଜାତୀୟ ମନ ଭାବ ଅନେକ ପ୍ରକାର ସୃଷ୍ଟି କରିଥିଲେ ଏମାନେ, ଏ ଆଉ ତାଙ୍କର ରହିବ ନାହିଁ। ସର୍ବେ ହୋଇବେ ଏକକାର, ବେଦର ନଥିବ ବିଚାର। ଅନେକ ପ୍ରକାର ଉଦାହରଣ ଦେଇପାରନ୍ତି ଏ ମଣିଷ, କିନ୍ତୁ ଯୋଉ ମହାପୁରୁଷ ଏ କଥା ଲେଖିଛନ୍ତି, ତେଣୁ 600 ବର୍ଷ ହଉ କି 500 ବର୍ଷ ହଉ, 500 ବର୍ଷ ପୂର୍ବରୁ ମାଳିକା ଲେଖା ଯାଇଥିଲା। ସେ ମାଳିକା ଲେଖିଥିଲେ କିଏ? କଳିଯୁଗର ଲୋକ ନା ସତ୍ୟଯୁଗର ଲୋକ? ନା ତାଙ୍କ ଭିତରେ ଏଭଳି ସତ୍ୟତା ଥିଲା। ସେ କଳିଯୁଗରେ ସତ୍ୟଯୁଗ ଦ୍ୱାପର ନୁହଁ, ଏ କଳିଯୁଗରେ ତାଙ୍କ ଭିତରେ ଏମିତି ଜ୍ଞାନ ଥିଲା, ସେ ଭବିଷ୍ୟ କଥା କହିପାରୁଥିଲେ। ଆଜି ଆମ ପାଖରେ ଏମିତି କଥା ଅଛି, ରାତି ପାଇଲେ ଆମେ କ'ଣ କରନ୍ତି? ସଦା ସର୍ବଦା ପର ଦୁର୍ଗୁଣ, ପର ନିନ୍ଦା, ପର ଚର୍ଚ୍ଚା ଆଲୋଚନା କରନ୍ତି। କିନ୍ତୁ ସେମାନଙ୍କ ଭିତରେ ସେଭଳି ମନୋଭାବ ଥିଲା। କାରଣ ପ୍ରାଣୀର ମଙ୍ଗଳ ପାଇଁ ଏ ପ୍ରତ୍ୟେକ ଜୀବଜନ୍ତୁ, କୀଟ, ପଶୁ ପକ୍ଷୀ ସଂସାର ଯେତେ ଅଛନ୍ତି, ତାଙ୍କ ଭିତରେ ଏମିତି ଜ୍ଞାନ ସୃଷ୍ଟି ହେଇଥିଲା, ଏମିତି ସେ ଜ୍ଞାନକୁ ଆହରଣ କରିଥିଲେ। ଏ ଜ୍ଞାନକୁ ଆମ ପାଖରେ ବାଣ୍ଟି ଦେଇଛନ୍ତି ବୋଲି ଆମେ ତାକୁ ପଢ଼ୁଛନ୍ତି କିମ୍ବା ପଢ଼ଉଛନ୍ତି। ପର କଥାକୁ ଶୁଣି ଆମ ମନ ଭିତରେ ଏସବୁ ଦ୍ୱନ୍ଦ୍ୱ ପଶୁଛି। ତେଣୁ ଆଲୋ ସଖୀ ଆପଣା ମହତ୍ଵ ଆପେ ରଖି, ଆମେ କ'ଣ କର୍ମ କରୁଛନ୍ତି କେବେ ଚିନ୍ତା କରିଛନ୍ତି? ମାଳିକାରେ ଲେଖା ଅଛି, ପୁରାଣରେ ଲେଖା ଅଛି, ଏଇ କର୍ମ କଲେ ଏଇଭଳି ଭୋଗ କରିବା। ଆମେ ମାନୁଛନ୍ତି? ଆମେ ବା ରାମ ନାମ ଧରୁଛନ୍ତି, କୃଷ୍ଣ ନାମ ଧରୁଛନ୍ତି, ହେଲେ ହେଉଛି କ'ଣ? ରାମଚନ୍ଦ୍ର ଏଇ କର୍ମ କରୁଛନ୍ତି। ରାତି ପାଇଲେ ହରେ ରାମ ହରେ କୃଷ୍ଣ ଜପି 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 ଦିନ ସାରା ଜପୁଥିବା ମହାମନ୍ତ୍ର ଆମେ ଜାଣିଛନ୍ତି। ହରେ ରାମ ହରେ କୃଷ୍ଣ, ଯଦି ପାରିବା ରାମଚନ୍ଦ୍ର ଭଳି କର୍ମ କରିବା, ଯଦି ପାରୁଛ କୃଷ୍ଣ ଭଳି କର୍ମ କର। ଅନେକ ପ୍ରକାର ଉଦାହରଣ ଦେଇଥିଲେ ମହାପ୍ରଭୁ। ଅନେକ ପ୍ରକାର ଗୀତା ଭାଗବତ ପୁରାଣ ସୃଷ୍ଟି କରି ଅନେକ ପ୍ରକାର ଉଦାହରଣ ଦେଇଛନ୍ତି ମହାପୁରୁଷ ମାନେ। ଏ ସଂସାରକୁ ପରିବର୍ତ୍ତନ କରିବା ପାଇଁ, ଏ ଯେଉଁ ମନ ଭିତରେ କଳଙ୍କ ବସିଯାଇଛି କଳିଯୁଗକୁ ଉଦ୍ଧାର କରିବା ପାଇଁ, ଏ କଳଙ୍କରୁ ମୁକ୍ତ ହେବା ପାଇଁ ଅନେକ ମୁନି ଋଷିମାନେ ଅନେକ ପ୍ରକାର ଉଦାହରଣ ଆମକୁ ଦେଇଛନ୍ତି। କିନ୍ତୁ ହେଲେ ସେ ଉଦାହରଣ ପଦ୍ୟା ଆମେ ପାଳନ କରୁଛନ୍ତି। ସେ ଦେଖିଛନ୍ତି ଭାଇ ଭାଇର ଶତ୍ରୁତା ନାହିଁ। ଆମ ଭାଇ ଭିତରେ ତ ପ୍ରତ୍ୟେକ ଦିନ କଳି ଝଗଡ଼ା। ଆମ ଭାଇ ତ ପ୍ରତ୍ୟେକ ଦିନ ଝଗଡ଼ା, ପ୍ରତ୍ୟେକ ଦିନ ଭାଇ ଭାଇର କଳି। ଭାଇକୁ ଭାଇ ଭିନ୍ନ କରିଛି। ଆମେ ଯେଉଁ ଦେବତାକୁ ପୂଜା କରୁଛନ୍ତି, ଜଗନ୍ନାଥ ବଳିଆର ପୂଜା କରୁଛନ୍ତି, ସେ ଭାଇ ଭଉଣୀକୁ ବି ସାଙ୍ଗ ହେଇକି ରହିଛନ୍ତି। ଆମେ କେବେ ସାଙ୍ଗ ହେଇକି ରହିଛନ୍ତି? ଆମେ ଦେଖିବା ଗୋଟେ, କର୍ମ କରିବା ଗୋଟେ, ପଢ଼ିବା ଗୋଟେ, ଲେଖିବା ଗୋଟେ। ଏ ହଉଛି ଆମର ଧର୍ମ। ବାବୁରେ ସାରା ଜୀବନ ପର କଥା ଆଲୋଚନା କରି କରି, ପର କଥା ପଢ଼ି ପଢ଼ି ତ ଜୀବନ କାଳ ସରିଗଲା। ହେଲେ ତ ମନ ଭିତରେ ପବିତ୍ରତା ଆସିଲା ନାହିଁ। କାହିଁକି? କ'ଣ ପବିତ୍ରତା? ଉଦାହରଣ ଦେଇଛୁ କେବେ? କାହାରିକି ଏ କଥା କହିଛୁ? ତ ସଦା ସବୁବେଳେ ସେ ପର କଥା କହିଲୁ, ନିଜ କଥା କେବେ କହିଛୁ? ତେଣୁ ମୋ ମହାପ୍ରଭୁ ଜଗତର ନାଥ କାଳିଆ ଶାନ୍ତ ଶରୀର ତତ୍ତ୍ୱ କଥା କୁହନ୍ତି। ଏ ସତ୍ୟ ପଥେ ଜଗନ୍ନାଥ ମହାପ୍ରଭୁ କୁହନ୍ତି,
ସତ୍ୟତା ଗ୍ରହଣ କରିବା, ସତ୍ୟତା ଆଲୋଚନା କରିବା, ସତ୍ସଙ୍ଗରେ ମନ ଦେବା, ଶତ୍ରୁକୁ ବିନାଶ କରିବା। ମଣିଷ ମୁଣ୍ଡେ ଦିଗ ଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ। ଭଗବାନ ଏଥିପାଇଁ ସନ୍ତୁଷ୍ଟ ହେବେ